ମୌସୁମୀକୁ ନେଇ ଆସିଲା ବଡ଼ ଅପଡେଟ୍। ପୂର୍ବାନୁମାନ ପୂର୍ବରୁ କେରଳରେ କରିବ ପ୍ରବେଶ। ଏବେ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ପଞ୍ଜାବ ଏବଂ ଦିଲ୍ଲୀ ଏନସିଆର ଭଳି ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରବଳ ଗରମ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ପାଣିପାଗ ବିଭାଗ ଆଇଏମଡି ସତର୍କ କରାଇ ଦେଇଛି ଯେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ରହିବ, ଯାହା ଫଳରେ ନାନା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଦିଲ୍ଲୀ ଏବଂ ଲକ୍ଷ୍ନୌ ଭଳି ସହରରେ ତାପମାତ୍ରା ସ୍ୱାଭାବିକ ଠାରୁ 4 ରୁ 5 ଡିଗ୍ରୀ ଅଧିକ ରେକର୍ଡ କରାଯାଇଛି। ସାଧାରଣତଃ ଥଣ୍ଡା ପବନ ପାଇଁ ଜଣାଶୁଣା ସିମଲାରେ ଏହି ଋତୁର ସବୁଠାରୁ ଗରମ ଦିନ ମଧ୍ୟ ରେକର୍ଡ କରାଯାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଉଚ୍ଚ ତାପମାତ୍ରାରେ ଦୀର୍ଘ ସମୟ ଧରି ରହିବା ଦ୍ୱାରା ହିଟ୍ ଷ୍ଟ୍ରୋକ୍, ଡିହାଇଡ୍ରେସନ ହୋଇପାରେ ଏବଂ ବୟସ୍କ ଏବଂ ପିଲାମାନଙ୍କ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିପାରେ। ଭାରତ ପାଣିପାଗ ବିଭାଗ ପୂର୍ବରୁ 27 ମେରେ କେରଳ ଉପକୂଳରେ ମୌସୁମୀ ଆସିବାର ଘୋଷଣା କରିଥିଲା, କିନ୍ତୁ ଚଳିତ ବର୍ଷ ପରିସ୍ଥିତି ଭିନ୍ନ। ଘୂର୍ଣ୍ଣିବଳୟ ଏବଂ ସମୁଦ୍ରରେ ସୃଷ୍ଟି ହେଉଥିବା ନିମ୍ନ ଚାପ କ୍ଷେତ୍ର ଯୋଗୁଁ ମୌସୁମୀ ବାୟୁ 2 ରୁ 3 ଦିନ ପୂର୍ବରୁ କେରଳରେ ପ୍ରବେଶ କରିପାରେ। ଆରବ ସାଗରରେ ସୃଷ୍ଟି ହେଉଥିବା ଚାପ କ୍ଷେତ୍ର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ବଙ୍ଗୋପସାଗରରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ପବନ କ୍ଷେତ୍ର ମଧ୍ୟ ସୃଷ୍ଟି ହୋଇଛି। 24 ମେରୁ ଆଣ୍ଡାମାନ ନିକୋବର, କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକରେ ପ୍ରବଳ ବର୍ଷା ହେବ ବୋଲି ଚେତାବନୀ ଦିଆଯାଇଛି। ଏହି ସମୟରେ ମୁମ୍ବାଇ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସାମୁଦ୍ରିକ ଅଞ୍ଚଳରେ ହେଉଥିବା କାର୍ଯ୍ୟକଳାପ ମୌସୁମୀର ସକ୍ରିୟ ଆରମ୍ଭକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରୁଛି। ପାଣିପାଗ ବିଜ୍ଞାନୀମାନେ ବିଶ୍ୱାସ କରନ୍ତି ଯେ ଘୂର୍ଣ୍ଣିଝଡ଼ ସୃଷ୍ଟି ହେଲେ ମୌସୁମୀ ବାୟୁ ଉପକୂଳ ଭାରତରେ ଆଶାଠାରୁ ଶୀଘ୍ର ଏବଂ ଶୀଘ୍ର ପ୍ରବେଶ ହୋଇପାରେ। ଏହି କାର୍ଯ୍ୟକଳାପ ସହିତ ଜଡ଼ିତ ପରିବର୍ତ୍ତନ ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡରେ ମୌସୁମୀ ଶୀଘ୍ର ଆଗମନର ସମ୍ଭାବନାକୁ ବୃଦ୍ଧି କରୁଛି। ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଶୁଖିଲା ରହିବ, କିନ୍ତୁ ପଞ୍ଜାବ, ହରିୟାଣା, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ହାଲୁକା ମେଘ ଦେଖାଯାଇପାରେ ଏବଂ କିଛି ଅଞ୍ଚଳରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଜାମ୍ମୁ କାଶ୍ମୀର ଏବଂ ପାହାଡ଼ି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗରେ ଝଡ଼ ଏବଂ ବଜ୍ରପାତର ସତର୍କତା ଜାରି କରାଯାଇଛି। ବ୍ୟୁରୋ ରିପୋର୍ଟ, ଜନ ଅଧିକାର ଲାଇଭ୍।